କଞ୍ଚା ଶାଳକାଠ ବ୍ୟବହାର କରୁଛନ୍ତି ଠିକାଦାର। ତୁମୁଡି ବନ୍ଧ ବନାଞ୍ଚଳ ଲଙ୍କାଗଡ଼ ଗ୍ରାମ ପଞ୍ଚାୟତର ପିଙ୍ଗାଡି ଗାଁରେ ଚାଲିଛି ଏକ କୋଠା ନିର୍ମାଣ କାର୍ଯ୍ୟ। ନିର୍ମାଣ କାର୍ଯ୍ୟରେ ଠିକାଦାର ଜଣକ ବେଆଇନ ଭାବରେ କଞ୍ଚା କାଠ ଯାହାର ଆନୁମାନିକ ମୂଲ୍ୟ 1 ଲକ୍ଷରୁ 2 ଲକ୍ଷ ଟଙ୍କାର ହେବ ବୋଲି ଜଣାପଡ଼ିଛି। ତେବେ କଞ୍ଚା ଶାଳକାଠ ବ୍ୟବହାର କରି କୋଠାର ଛାତ ପକାଇବା ନିମନ୍ତେ ସେଣ୍ଟ୍ରିଂ କରି ଚାଲିଛନ୍ତି। ଏଠି ଏକ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ ଠିକାଦାର କାହା ସାହାଯ୍ୟରେ ସାହସୀ ହୋଇ ଜଙ୍ଗଲରୁ ବେଧଡ଼କ ଏତେ ଟଙ୍କାର କଞ୍ଚା ଶାଳ ଗଛ କାଟି ବ୍ୟବହାର କରୁଛନ୍ତି। ଭଲ କରି ଦେଖନ୍ତୁ, ଏହି ନିର୍ମାଣାଧୀନ କୋଠାରେ ବ୍ୟବହାର ହୋଇଛି ଶାଳ କାଠ, ଅର୍ଥାତ୍ ବଲା ଆହୁରି ବାହାରେ ରଖାଯାଇଛି। ଟିକେ ଦେଖନ୍ତୁ ଏହି ଦୃଶ୍ୟକୁ। ତେବେ ଦେଖିଲେ ତ, ବର୍ତ୍ତମାନ କିନ୍ତୁ ଦେଖିବା ପାଇଁ ବାକି ରହିଲା ବନ ବିଭାଗ କେବେ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଠିକାଦାରଙ୍କ ଉପରେ। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପକଣ୍ଠରୁ ରୋହନ କୁମାର ନନ୍ଦଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।